कर्णगुरुଙ୍କର ନାଟ ଏ ବର୍ଷ କେଟା ଥିବ 14ଟା ଚାଲିଛି 14ଟା ଗରାଣ୍ଡି ତ ବହୁତ ହାଇଲାଇଟ୍ ଥିଲା ତାଇର ଗୋଟେ ଗୀତ ଧୀରେ ଧୀରେ ତ ମନ ଧୀରେ ଧୀରେ ମୋ ମନ କିଛି କିଛି କଥା କହେରେ ହୋ ବିଷୟରେ କିଛିଟା ସବୁଠୁ ବଡ଼ ଗୁରୁ ତାକୁ ସମସ୍ତେ ବି ସବୁ ଗୁରୁମାନେ ବି ମାନନ୍ତି। ଆପଣଙ୍କର ମାଇକ୍ ସେଟ୍ ଅଛି ବୋଲେ ସାଉଣ୍ଡ ସେଟ୍ ଅଛି ବାବା ଯଦି ବାପା ଗାଇବାକୁ ବେଶୀ ଇଚ୍ଛା ଷ୍ଟୁଡ଼ିଓରେ ମିଶା ଜୟ ଜଗନ୍ନାଥ କହି ଦୁଇ ହାତ ଟେକି ଦେଇ ମନ ପ୍ରାଣ ବିତି ଯାଉ ମହାଯାତ୍ରାରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ। ଏ ବର୍ଷ କେଉଁ ନାଟରେ ବୁଲୁଛନ୍ତି? କ୍ଷମାବେଡ଼ା ନାଟରେ ବୁଲୁଛି। ହାତ ଯୋଡ଼ି ଅନୁରୋଧ କରୁଛି ଆମ କୋରାପୁଟିଆ ଦେଶିଆ ନାଟକୁ ଭଲ ପାଇବା ଦିଅନ୍ତୁ ଏବଂ ନାଟକୁ ଦେଖନ୍ତୁ। ଆଉ କିରଣ କୁମାର କରକରା ୟୁଟ୍ୟୁବ୍ ଚ୍ୟାନେଲ୍କୁ ବହୁତ ସାରା ତାଙ୍କର ନାଟ ଭିଡ଼ିଓ ବଢ଼ିଆ ବଢ଼ିଆ ଭିଡ଼ିଓ ମାନେ ନେଇକରି ଆସୁଛନ୍ତି ଆପଣମାନଙ୍କୁ ପାଖକୁ। ହ୍ୟାଲୋ ହାଇ ନମସ୍କାର ମୁଁ ଆପଣମାନଙ୍କର ପ୍ରିୟ ୟୁଟ୍ୟୁବର କିରଣ କୁମାର କରକରା ଆପଣମାନେ ଭଲରେ ଥିବେ ବୋଲି ମୁଁ ଆଶା କରୁଅଛି। ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଅତିଥି ହେଉଛନ୍ତି ଶ୍ରୀଯୁକ୍ତ କର୍ଣ୍ଣଗୁରୁଙ୍କ ଶିଷ୍ୟ କେମରାଜ ଗୁରୁଙ୍କ ସହିତ ଯାହା ଆମେ ସାକ୍ଷାତକାର କରିବୁ। फाइनाली गाइस आमे कामराज गुरुଙ୍କ ସହିତ ଭେଟଘାଟ ହେଲୁ। ତାଙ୍କର ନାଟରେ ତାଙ୍କେ କେମିତି ଷ୍ଟ୍ରଗଲ୍ କରୁଛନ୍ତି ତାଙ୍କ ଲାଇଫ୍ ଷ୍ଟୋରିଟା ଟିକେ ଯେ ଆମେ ଆଲୋଚନା କରିବା। ନମସ୍କାର ଗୁରୁ। ନମସ୍କାର। କେମିତି ଅଛନ୍ତି? ହଁ ଭଲ ଅଛି କିରଣ ବାବୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ। ମୋ ନାଁ ଖେମରାଜ ମାଝୀ। ମୋ ନିକନେମ୍ ସମରା ମାଝୀ। ମୋତେ ସମରା ବୋଲି ସମସ୍ତେ ଜାଣିଛନ୍ତି। ସମସ୍ତେ ଦୁଇଟା ନାଁ ଅଛି ନାଇଁ? ଦୁଇଟା ନାଁ ଅଛି। ଏ ବର୍ଷ କେଉଁ ନାଟରେ ବୁଲୁଛନ୍ତି ଆପଣ? ମୁଁ ଏ ବର୍ଷ ଆମ ସେଇ କ୍ଷମାବେଡ଼ା ନାଟରେ ବୁଲୁଛି। କ୍ଷମାବେଡ଼ା ନାଟରେ? ହଁ ବୁଲୁଛି ବଢ଼ିଆ ଚାଲିଛି ନେଇକି। ଆଉ ଆମେ ତ ଜାଣିବାକୁ ପାଇଛୁ ଆପଣଙ୍କର ମାଇକ୍ ସେଟ୍ ଅଛି ବୋଲ ମ୍ୟାଡ଼ା? ହଁ ଆମର ଆଗରୁ ଆମର ସାଉଣ୍ଡ ସେଟ୍ ଅଛି। ବାବା ଯଦି ବାପା କାଳରୁ ଅଛି ଆମର ଷ୍ଟାର୍ଟିଂରୁ। ତାପରେ ଆମର ସବୁ ଆମ କଳାକାର ଫ୍ୟାମିଲି ସବୁ ଆମର ଯଦି ବାପା ଥିଲେ ତାପରେ ବାପା ତାପରେ ମୁଁ ନାଟଗୁରୁ ହଁ ସେ ସବୁ ନାଟଗୁରୁ ସବୁ। ଆପଣ ତ ଭଜନ ଗୀତ ବି ବଢ଼ିଆ ଗାଇବେ ବୋଲବାଟା ଆମେ ଶୁଣିଛୁ। ପ୍ରଥମେ ଟିକେ ଭଜନ ଗୀତ ଟିକେ ଗାଇ ଦିଅନ୍ତୁ। ନାଇଁ ଗୀତ ମୋର ଆକ୍ଚୁଆଲି କ'ଣ ମ୍ୟୁଜିକ୍ ପ୍ରତି ମୋର ଆଗରୁ ଛୋଟବେଳରୁ ମୋର ୱିକନେସ୍ ଅଛି। ସବୁ ମୁଁ ଏମିତି ଘରେ ଥିଲାବେଳେ ସବୁବେଳେ ଏମିତି ଗୁଣଗୁଣାଏ ସବୁ ଗୀତ ଯାକ। ଆଉ ଗୀତ କହିଲେ ତ ଆମର ସେଇଟା ଆମର ବେଶୀ ରୁଚି। ଆଉ ଲକ୍ଷେ ଶାଳ ଗ୍ରାମ ବିଞ୍ଚା ବେଦୀକୁ ଛାଡ଼ି ରଥାରୂଢ଼ ହେଉଛି ମୋ କଳା ଶ୍ରୀ ହରି। ଲକ୍ଷେ ଶାଳ ଗ୍ରାମ ବିଞ୍ଚା ବେଦୀକୁ ଛାଡ଼ି ରଥାରୂଢ଼ ହେଉଛି ମୋ କଳା ଶ୍ରୀ ହରି। ଦେଖିଦେଲେ ମେଟିଯିବ ଏ ଆଖିରୁ ଅନେକ ଶସ ଶରଧା ବାଲିରେ ଦେଖି ଶ୍ରୀନନ୍ଦୀ ଘୋଷ। ଜୟ ଜଗନ୍ନାଥ କହି ଦୁଇ ହାତ ଟେକି ଦେଇ ଜୟ ଜଗନ୍ନାଥ କହି ଦୁଇ ହାତ ଟେକି ଦେଇ ମନ ପ୍ରାଣ ବିତି ଯାଉ ମହାଯାତ୍ରାରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ କାଳିଆରେ। ବହୁତ ବଢ଼ିଆ ବହୁତ ସୁନ୍ଦର ଗାଉଛ। ଥ୍ୟାଙ୍କ ୟୁ। ଭାଇ ଆପଣ ଗୀତ ଷ୍ଟୁଡ଼ିଓରେ ବି ଗାଇଲା ପରେ ଲାଗୁଛି ବହୁତ ସୁନ୍ଦର ଗାଉଛନ୍ତି। ଆଉ ଲକ୍ଷ୍ମୀପୁର ନାଟରେ ବି ଆମେ
କିଏ କରୁଛୁ ବହୁତ ଫେମସ୍ ଥିଲା ଗୀତ ଗ୍ରୁପ୍ ଡ୍ୟାନ୍ସ ଗୋଟେ ଲକ୍ଷ୍ମୀପୁରର ଲକ୍ଷ୍ମୀପୁରର ହଁ ସେଇ ଗୀତ ଟିକେ ସେ ନାଟ ବି ଭଲ ଚାଲିଛି ବୋଲି ଲାଗୁଛି ସେଇଟା ନା ବର୍ତ୍ତମାନ ସେ ନାଟ ବନ୍ଦ ହେଇଗଲାଣି ନାଟ ଭଲ ଚାଲିଲା ସେଇଟା ବି 3.5 ବର୍ଷ ଗୋଟେ ଚାଲିଛି ନାଟ ସେଇଟା ନେଇ ହେଲେ ଆପଣ ପଢ଼ାପଢ଼ି କେତେ କରୁଛନ୍ତି ଗୁରୁ ମୁଁ ପଢ଼ାପଢ଼ି କଷ୍ଟମଷ୍ଟେ ଗ୍ରାଜୁଏସନ୍ କରିଛି ଗ୍ରାଜୁଏସନ୍ କରୁଛନ୍ତି କେଉଁଠି ହଷ୍ଟେଲରେ ରହୁଥିଲ ନା କେଉଁ ଗାଁ ପଢ଼ୁଥିଲ ନା ନା ମୁଁ ମୋର ପ୍ରାଇମେରୀ ଯେତେବେଳେ ପଢ଼ିଲି ଆମର କ୍ୟାଙ୍ଗ ହଷ୍ଟେଲରେ ପଢ଼ୁଥିଲି ପ୍ରାଇମେରୀ ସ୍କୁଲ ହଷ୍ଟେଲରେ ତାପରେ ହାଇ ସ୍କୁଲ ଆମର ବହିପେରଗୁଡ଼ା କଲେଜଟା ବି ବହିପେରଗୁଡ଼ା ଶହୀଦ ଲକ୍ଷ୍ମଣ ନାୟକ କଲେଜରେ ତାପରେ +3 ବିଡ଼ି କଲେଜରେ କରିଥିଲି ଜୟପୁରରେ ଆଉ ଆପଣଙ୍କର ମାଇକ୍ ସେଟ୍ କେତେଟା ଥିବ ମାଇକ୍ ସେଟ୍ ଆମର ଆଗରୁ ତ ଅଛି ଏବେ ଆଗ ତୁଳନାରେ ଏବେ ଟିକେ ବଢ଼ିଛି ଭଲ ସେଇଟା ଆମର ଭାଇ ବୁଝାବୁଝି କରୁଛି ସାନ ଅଛି ବାବା ଭାଇ ମାନେ ମୁଁ ବି ଦେଖାଶୁଣା କରିଥାଉଛି ଆଉ ଆପଣ ନାଟ ଲାଇନ୍କୁ କେମିତି ଗଲେ ନାଟ ଲାଇନ୍ରେ ଯିବାର ମୁଁ ବି ନିଜେ ଜାଣିନି ମୁଁ କେମିତି ଗଲି ସେଇ କଥା କ'ଣ କି ମୁଁ ଆମର ସବୁ ସାଉଣ୍ଡ ସିଷ୍ଟମ୍ ଅଛି ଏମିତି ଆମର ମାନେ ଆଗରୁ ମିଶା ଏମିତି ଯାତ୍ରା ହେଲା କି ଯେକୌଣସି ମେଳା ମହୋତ୍ସବ କି ନାଚ ଏମିତି ଗୋଟେ ଷ୍ଟେଜ୍ ପ୍ରୋଗ୍ରାମ୍ ଯେକୌଣସି ଜାଗାରେ ଅପରେଟିଂ ପାଇଁ ଆମେ ଯାଉ ସେଠି ଗୀତ ଫିତ ଗାଉଥିବେ ଯେଉଁ ଆସିଥିବେ ତାଙ୍କୁ ଦେଖି ଆମକୁ ମିଶା କେମିତି ଟିକେ ଗାଇଲେ ମାନେ ମୁଁ କେମିତି ଗାଇଥାନ୍ତି ସେ ଗୀତ ଟିକେ ଏମିତି ମୋ ମନରେ ଟିକେ ଉଙ୍କି ମାରୁଥିବ ହେଲେ ଏମିତି ମୋର କହିଲି ପରା ଗୀତ ପ୍ରତି ନାକି ମୋର ଟିକେ ବୋଲେ ପିଲାବେଳଠୁ ମୋର ଟିକେ ୱିକନେସ୍ ଅଛି ହେଲେ ମାନେ ଯେକୌଣସି ଜାଗାରେ କେଉଁଠି ଗୋଟେ ଫଙ୍କସନ୍ ହେଉଥିବ ସ୍କୁଲ ପିଲା ଗାଉଥିବେ ସେଠି ମୋତେ ଟିକେ ଗାଇବାକୁ ସୁଯୋଗ ଦେବେ କି ଏଇ ଟାଇପ୍ର ମୋତେ ହଁ ଗୋଟେ ଉତ୍ସାହ ଏମିତି ବୁଲୁ ଦିନେ ନାଟ ଗୀତ କ'ଣ ମାନେ ଆମର ଗୋଟେ ଗୀତକୁ କପି କରି ଆଙ୍କେ ଗୀତ କରି ଲେଖୁଛନ୍ତି ଗୋଟେ ସ୍ୱରକୁ ତାର ଡବିଂରେ ଲେଖା ହେଉଛି ଗୀତ ସବୁ ତ ସେଇ ଗୀତକୁ ଇଏ କରୁଛନ୍ତି ଭଲ ବି ଲାଗୁଛି ଶୁଣିବାକୁ ଲେଖା ତାଙ୍କର ନିଜସ୍ୱ ଲେଖାରେ କରୁଛନ୍ତି ସ୍ୱରକୁ ନେଇକିନା ଯେକୌଣସି ଗୁରୁ ବି ତାପରେ ଭଲ ଲାଗୁଛି ବୋଲିକି ତାଙ୍କ ସ୍ୱର ତାଙ୍କର ଲେଖା ଗୀତ ଦିନେ ମୁଁ ବି ଟିକେ ବହି ଧରିକି ଗାଇବାକୁ ଚେଷ୍ଟା କଲି ସେଇଟା ନାଟୁଆ ଲୋକ ଶୁଣିଥିଲେ ଭାଇନା ଭଲ ଗାଉଛି ଆମର ଗାଁରେ ଗାଇବା ଲୋକର ଅଭାବ ଟିକେ ଭାଇନାକୁ ଟିକେ ସୁଯୋଗ ଦେଲେ କେମିତି ହେଇଥାନ୍ତା ବୋଲିକିରି ତାଙ୍କେ କହୁଥିଲେ ଗୁରୁ ସେଇଟା ଜାଣିନଥିଲା ବୁଝିଲ କି ନା ତାପରେ ଏମିତି ଗୋଟେ ଦିନ ନାଟରେ ଯାଉଥିଲୁ ମୋର କାମ ମୁଁ ସାଉଣ୍ଡ ଅପରେଟିଂ କରେ ତାପରେ ଗାଇବା ଲୋକର ଏମିତି ସବୁବେଳେ ସମାନ ନଥାଏ କେବେ କେବେ ଥିବେ କେବେ କେବେ ନଥିବେ ମିଶା କେବେ କେବେ ଏମିତି ବଡ଼ ଆଡ଼ଜଷ୍ଟରେ ନାଟ ବି କରିଥାଉଛନ୍ତି ନାଟୁଆ ମାନେ ମୁଁ ତ ଯେଉଁଠି ଗଲେ ସେ ନାଟରେ ଗଲେ ମିଶା ମୋତେ ଗୋଟେ ଗୀତ ଦେଲେ ଗାଇ ଦେଇଥାନ୍ତି ବୋଇଲା ପରେ ମୋର ସେ ଇଣ୍ଟରେଷ୍ଟଟା ଅଛି ତାପରେ ଗୋଟେ ଦିନ ନାଟ ଗୀତକୁ ତାଙ୍କର ଗାଇଲି ଆଗରୁ ଆମର ଘରେ ସବୁ ଥିଲା ସବୁ ଇନଷ୍ଟ୍ରୁମେଣ୍ଟ ଯାକ ହାରମୋନିୟମ କ୍ୟାସିଓ ଫେସିଓ ମୁଁ ଟିକେ ନଟଖଟିଆ ଟାଇପ୍ର ସବୁ ଟିକେ ଯେଉଁଟା ଦେଖିଲେ ନା ଟିକେ ଇଏ ହାତ ମାରିଦିଏ ସେ ଟାଇପ୍ର ହେଲେ ଟିକେ ଟିକେ ଶିଖିଥିଲି ବେଶୀ ନାହିଁ ହାରମୋନିୟମ ଟିକେ ଶିଖିଥିଲି ଘରେ ତାପରେ କିବୋର୍ଡ଼ ଫିବୋର୍ଡ଼ କ୍ୟାସିଓ ଫେସିଓ ସବୁ ଟିକେ ଅଳ୍ପ ଅଳ୍ପ ଶିଖିଥିଲି ସାମାନ ଘରେ ଅଛି ବୋଲି ସାମାନ ଅଛି ପ୍ରଥମେ ଆପଣ କେଉଁ ଗାଁର ନାଟରେ ଗାଇଛନ୍ତି ମୁଁ ଗୋଟେ ଦିନ ଏଇଟା ମାଲକାନଗିରି ଜିଲ୍ଲାରେ ଆମର ସାଉଣ୍ଡ ଧରିକି ଯାଇଥିଲୁ ସେ ନାଟରେ ପାଖାପାଖି ଗୋଟେ 1.5 ବର୍ଷ ଖଣ୍ଡେ ନାଟ ବୁଲୁଥିଲା ଗୋଟେ ଦିନ ମେନ୍ ଗୁରୁ ଆମର ଯାଇନଥିଲେ ଆଉ ଗୋଟେ ସେକେଣ୍ଡ ଗୁରୁ ଆସିଥିଲେ ତାଙ୍କର ସେଦିନ କୌଣସି ପେଟ ଖରାପ ହେଇଗଲା ମାନେ ଗାଇବାରେ ସେ ଟିକେ ଅସମର୍ଥ ହେଲେ ମାନେ କେମିତି କ'ଣ ସେ ଟିକେ ନିଜକୁ ଗାଇବା ପାଇଁ ଟିକେ ଇଏ ହେଲେ ଟିକେ ମାନେ ନିଜକୁ ଅସମର୍ଥ ହେଇଗଲେ ଆଉ ତାପରେ ମୋତେ କହିଲେ ଗୀତ ଜାଣିଛୁ ପୁରା ଗୋଟେ 2-3ଟା ଗାଇଲେ ହେଇଥାନ୍ତା ବୋଲିକିରି ଆମର ସେଇ ନାଟୁଆ ମାନେ ଟିକେ କହିଲେ
ତମେ ତ ଗାଉଛ ଭାଇ ନା ଏମିତି ଗୀତ ଫିତ ଆମେ ଶୁଣିଥାଉଛୁ ଟିକେ ହେଲ୍ପ କଲେ ହେଇଥାନ୍ତା ତାଙ୍କର ପେଟ ଖରାପ ହେଇଯାଇଛି ଝାଡ଼ା ହେଉଛି ଏମିତି ସେମିତି ଟିକେ ମାନେ ତାକୁ ହେଲ୍ପ କରିଥିଲେ ବଢ଼ିଆ ହେଇଥାନ୍ତା ବୋଲି ତାପରେ ମୁଁ କେବେ ବି ନାଟରେ ଏମିତି ଲାଇଭ୍ ଦର୍ଶକ ସାମ୍ନାରେ କେବେ ଗାଇ ନାହିଁ ତାପରେ ଗାଇବାଟା ବି ପସିବୁଲ୍ ନାହିଁ ସେଇଟା ତାପରେ ଦେଖାଯାଉ ତାପରେ ମୋତେ ବି ପୁରା ହାତ ଗୋଡ଼ ପୁରା ନାଇକି ଥରି ଯାଉ ଥରିଗଲା ତ ଆଉ ହାରମୋନିୟମ ଧରିକି ଯାଇକରି ମାନେ ଦର୍ଶକ ସାମ୍ନାରେ ଗୀତ ସହଜରେ ଗାଇବାଟା ସହଜ ନାହିଁ ସହଜ କଥା ନାହିଁ ନାଇଁ ଯେତେ ବଡ଼ ଯିଏ ବି ହେଇଥାଉ ନା ହେଲେ ସେ ଜାଗାରେ ଗଲ କୋଉ ଗୀତ ଗାଇଲ ତାଇରୁ ଗୋଟେ ପଦ ନା ନା ସେ ଗୀତ ତ ଏବେ ମନେ ନଥିବ କାହିଁକି ବୋଲେ ସେ ବେଶୀ ଦିନ ହେଇଗଲାଣି ନା ଗୋଟେ ନାଟ ଥିଲା ସେଠି ମୁଁ 4ଟା ଗୀତ ଗାଇଲି ଟିକେ ଟିକେ ଗାଇଲା ପରେ ସିଏ ନାଟୁଆ ମାନେ ନାଇଁ ଆମର ସେକେଣ୍ଡ ଗୁରୁର ଆଉ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ ତମେ ଏକା ଗାଇଦିଅ ଭଲ ହେଉଛି ବୋଲି କହିଲେ ମୋତେ ମୁଁ ବି ଟିକେ ଫାଷ୍ଟ ଟିକେ ନର୍ଭସ୍ ଫିଲ୍ କଲି ମାନେ ଠିକ୍ ସେ ଗାଇ ପାରିଲି ନାଇଁ ନାଇଁ ଗାଇ ତ ପାରିଲି ନାହିଁ କିନ୍ତୁ ତାଙ୍କ ମନେ ମୋତେ ଟିକେ ନାଇଁ କି ଟିକେ ଉତ୍ସାହ ବଢ଼େଇ ଦେଲେ ନାଇଁ ଭଲ ହେଉଛି ତମେ ଗାଅ ବୋଲି ସେଇଟା କୋଉ ଗାଁର ନାଟ ସେଇଟା ଆମର ସେ ସୁଷା ଭାଇ ବୋଲିକିରି ଅଛି ଭିଲେନ୍ ଅଛି ସେ ନାଟରେ ସେ ଭିଲେନ୍ କରିଥିଲେ ପ୍ରଥମ ସେ ବି ମୋତେ ତାଙ୍କର ବି ବହୁତ ଅବଦାନ ଅଛି ମୁଁ ଗୀତ ଗାଇବା ଲାଇନ୍ରେ କାହିଁକି ବୋଲେ ତମେ ଗାଅ ଭାଇ ନା ତମେ ଗୀତ ଯେମିତି ହେଲେ ଗାଅ ବୋଲିକିରି ତାପରେ ଏବେ ଅଛି ଆମର IPL ଭିଲେନ୍ ବୋଲି ସମସ୍ତେ ଜାଣିଥିବେ ସେଇ ନାଟରେ ସେ ପ୍ରଥମେ ଆମ କର୍ଣ୍ଣଗୁରୁ ଲାଇନ୍ରେ ଯୋଗ ଦେଇଥିଲେ ସେଇଟା ହେଉଛି କପେଗୁଡ଼ା କୋଉ ଡିଷ୍ଟ୍ରିକ୍ଟ ମାଲକାନଗିରି ଜିଲ୍ଲା ସେ ଆମର କୁଡ଼ମୁଲ ଗୁମା ନିକଟସ୍ଥ ନାହିଁ କପେଗୁଡ଼ା ସେଇ ନାଟରେ ସେ ପ୍ରଥମ କରି ଭିଲେନ୍ ରୋଲ୍ ନେଇଥିଲେ ଆଉ ସେଇଠି ହିଁ ମୁଁ 4ଟା 5ଟା ଗୀତ ଗାଇଥିବି ମୋତେ ସେ ଗୀତ ଗାଇଲା ପରେ ବି ମୋତେ କିଏ ଜାଣିନଥିଲେ ସେତେବେଳେ ୟୁଟ୍ୟୁବ୍ ନଥିଲା ନା ତାପରେ ସୁଷା ଭାଇ କହିଲେ ଗୀତ ଗାଅ ଭାଇ ନା ତମେ ଭଲ ହେଉଛି ସେ ମୋତେ ସବୁବେଳେ କହିବାର ନାଇଁ ମୁଁ 2ଟା ଲାଇନ୍ରେ ମୁଁ ବାଲାନ୍ସ କରିପାରିବି ନାହିଁ ଯେହେତୁ ମୁଁ ଏ ଲାଇନ୍ରେ ଅଛି ହଉ ବା ନ ହଉ ନାଇଁ ନା ତମେ ଚେଷ୍ଟା କର ବୋଲିକରି ସେ ମୋତେ ସବୁବେଳେ କହିବାର ଏବେ ବି କହିବେ ତାପରେ ସେ ନାଟରେ ଗାଇଲି ତାପରେ ଆଉ ଗୋଟେ ଦିନ ସେ ସେକେଣ୍ଡ କରି ଗଲା ନାହିଁ ସେଦିନ ମୁଁ ଫୁଲ୍ ନାଇଟ୍ଟା ମୁଁ ନାଇକି ଚଳେଇ ଦେଇଛି ସେଦିନ ପୁରା ସେତେବେଳେ ଗୀତ କେମିତି କ'ଣ ଗାଇବାର ମୁଁ ତ ଇଣ୍ଟରେଷ୍ଟରେ ଗାଉଛି ଆର୍ ମୋତେ ସେସବୁ ଜଣା ନାହିଁ ମୋତେ କେମିତି ଇଚ୍ଛା ଲାଗୁଛି ଗୀତ ଏବେ ବି ମୁଁ କହୁଛି ମୋତେ ଯେକୌଣସି ଜାଗାରେ ଷ୍ଟେଜ୍ରେ ହଉ ଯେଉଁଠି ହଉ ମୋତେ ଗାଇବାକୁ ବେଶୀ ଇଚ୍ଛା ଷ୍ଟୁଡ଼ିଓରେ ମିଶା ଯେ ଗାଇ ହଉନି ଯାଇ ହଉନି ଷ୍ଟୁଡ଼ିଓରେ ଗାଇଥିଲେ ଷ୍ଟୁଡ଼ିଓ ଗୀତ ଗୋଟେ ଗାଇ ଦେଖ ଭାଇନା କୋଉଟା ଯେଉଁଟା ବି ଆପଣଙ୍କର ଯେଉଁଟା ବି ଓଡ଼ିଆ ଗୀତ ଆକ୍ଚୁଆଲି ଓଡ଼ିଆ ଗୀତ ଷ୍ଟୁଡ଼ିଓରେ ମୋତେ ଗାଇବା ପାଇଁ ବହୁତ ଇଚ୍ଛା ଷ୍ଟେଜ୍ରେ ବି ଗାଇବାକୁ ଇଚ୍ଛା ଯେ କିସ୍ କରିବା ଆମକୁ ତ ଯେଉଁ ଜାଗାର ଲୋକ ସେ ଜାଗାରେ ରହିବା କଥା ନାଇଁ ଷ୍ଟେଜ୍ର ଗୀତ ଗୋଟେ ଗାଇ ଦିଅନ୍ତୁ ଷ୍ଟେଜ୍ର ଗୀତ କେଉଁ ଗୀତ ଆଜିକାଲି ଯେଉଁଟା ଆପଣଙ୍କୁ ଇଏ ଲାଗୁଛି ସେ ଗୀତ ଠିକ୍ ଅଛି ମୁଁ ଗୋଟେ ମୋର ଗୋଟେ ଫେଭରାଇଟ୍ ସଙ୍ଗ୍ ଓଡ଼ିଆ ଗୀତ ଟିକେ ଗାଇ ଦେଉଛି ଓ ପରିଟିଏ କେହି ବାଟ ବଣା ହୋଇ ମୋ ଅଗଣାରେ ଆସିଛି ଓହ୍ଲେଇ ପରିଟିଏ କେହି ବାଟ ବଣା ହୋଇ ମୋ ଅଗଣାରେ ଆସିଛି ଓହ୍ଲେଇ ଲକ୍ଷେ ଶ୍ରାବଣର କବରୀ ସଜେଇ ପ୍ରୀତି ଶ୍ରାବଣରେ ଦଉଛି ଭିଜେଇ ଭାବି ତ ନଥିଲି ଯାହା ପାଇଛି ଯାଇ ପରିଟିଏ କେହି ବାଟ ବଣା ହୋଇ ମୋ ଅଗଣାରେ ଆସିଛି ଓହ୍ଲେଇ ବହୁତ ସୁନ୍ଦର ଭାଇନା ଦିଲକୁ ଛୁଇଁ ଯାଉଛି ଆପଣଙ୍କର ଗୀତ ଶୁଣିବାକୁ ଲାଗିଯାଉଛି ଆପଣଙ୍କର ଗୁରୁ କିଏ ଆକ୍ଚୁଆଲି ଗୁରୁ କହିଲେ ମୁଁ ଯେଉଁ ନାଟରେ ବୁଲୁଛି
କର୍ଣ୍ଣଗୁରୁ ଆକା ଗୁରୁ ଗୁରୁ ନେଇକି କାହିଁ ତାଙ୍କର ନାଟରେ ବୁଲୁଛି ବୋଲି ତ ଆମର ଗୁରୁ ସେନା। ହାଏ କର୍ଣ୍ଣଗୁରୁ ଆପଣଙ୍କୁ କେଉଁ ନାଟରେ ଚାନ୍ସ ଦେଲେ ଯେ ଏ ନାଟରେ ଆପଣ ଗାଆନ୍ତୁ ବୋଲି? ମୋତେ କର୍ଣ୍ଣଗୁରୁ ବି ଜାଣିନଥିଲେ ଗୀତ ଗାଇବାଟା। ଯେତେବେଳେ ମୋତେ ଗୀତ ଲାଇନ୍ରେ ଗୀତ ଗାଇବାକୁ ମୋତେ ବାଧ୍ୟ କରିବାଟା ପରେ ପରେ କର୍ଣ୍ଣଗୁରୁ ହିଁ ମୋତେ ତୁମେ ଗାଇବାର ଅଛି ବୋଲି ନାଇକି ମୋତେ ବେଶୀ ଫୋର୍ସ କଲେ। ଗୋଟେ ଦିନ ଆମର ପାପଡ଼ାହାଣ୍ଡି ଦଶହରାରେ ଯାଇଥିଲୁ, ଆମର ଗରାହାଣ୍ଡି ନାଟ ନେଇକିରି। ମୁଁ ଏମିତି ଭିତରେ ଭିତରେ ଟିକେ ଟିକେ ଗୀତ ଫୀତ ଶିଖିଥିବାର ମାତ୍ର କେବେ ଫୁଲ୍ ହିଟ୍ ଥିଲା ଭାଇନା ନାଟ। ହଁ ସେ ଟାଇମ୍ରେ ଫୁଲ୍ ହିଟ୍ ଥିଲା। ସେଦିନ ଗୁରୁ ଆସିଥାଏ, ଆମର ମୁଖ୍ୟ ଗୁରୁ ବଳି ଗୁରୁ, ସିଏ ସେଠାର ମୁଖ୍ୟ ଗାୟକ। ସେ ଯାଇନଥାଏ, ତାଙ୍କର କୌଣସି କାରଣ ଯୋଗୁଁ ସେ ଯାଇନଥିଲେ। ତାଙ୍କର ସେକେଣ୍ଡ ଗୁରୁ ଥିଲେ ଗାଁର, ସେ ଥିଲେ। ତାପରେ ଗୁରୁ ବି ଆସିଥିଲେ। ଗୁରୁ ଗାଁ ଲୋକ କହିଲେ ଆମ ନାଟର ଗୀତ ସେ ଭାଇ ମିଶା ମସ୍ତ ଗାଇବେ ବୋଲିକିରି କହିଲେ। କେବେ ତ ଗାଇ ନାହାନ୍ତି ନାଟରେ, କିନ୍ତୁ ଆମେ ଶୁଣିଛୁ। ଗୋଟେ ଦିନ ଗୁରୁ ମୁଁ ଏମିତି ଅଲଗା ଗୀତ ଗାଇବାଟା ବି ଟିକେ ଶୁଣିଥିଲେ। ତାପରେ ହାରମୋନିୟମ ଫାରମୋନିୟମ ତ ତମେ ତ ଜାଣିଥିବ ଟିକେ, ଗୋଟେ ଦିନ ନାଟରେ ଟିକେ ଗାଇଲେ କେମିତି ହେଇଥାନ୍ତା ବୋଲି ମୋତେ ଗୁରୁ ନିଜେ କହିଲେ। ନାଇଁ ଗୁରୁ ସେଇଟା ମୋତେ ହବ ନାହିଁ ବୋଲି କହିଲି, ତାଙ୍କୁ ଜାଣିଛି ବୋଲି କହିଲି। କିନ୍ତୁ ଟିକେ ଟିକେ ଜାଣିଥିଲି। ତାପରେ ଗୁରୁ ଟିକେ ନାଇଁ ଜାଣିଥିବ ଆକା ବୋଲିକିରି ନାଇଁ କି ସେତେ ବଡ଼ ଦଶହରା ପାପଡ଼ାହାଣ୍ଡି ଦଶହରା ବୋଲି ନାଇଁ କି ମୁଁ ସି ଭଳିଆ ମାନେ ବହୁତ ଗ୍ୟାଦରିଂ ଅଡ଼ିଏନ୍ସ ମୁଁ ସେ ଭଳିଆ କୋଉଠି ଦେଖି ନାହିଁ। ଏତେ ଲୋକ ଡିଷ୍ଟ୍ରିକ୍ଟ ଲେଭେଲ ଭାଇନା ସେଟା, ଡିଷ୍ଟ୍ରିକ୍ଟ ଲେଭେଲଟା ପାପଡ଼ାହାଣ୍ଡି ଦଶହରା ବୋଲେ ଆମେ ଯେତେବେଳେ ନାଟ ଷ୍ଟେଜ କରିବା ପାଇଁ ନାଇଁ କି ଜାଗା ଦେଲେ ନାହିଁ, ବଡ଼ ବଡ଼ ବାଉଁଶ ଆଣିକିରି ନାଇଁ କି ବଡ଼ ବଡ଼ ଲମ୍ବା ବାଉଁଶ ଆଣିକିରି ପୁରା ଲୋକକୁ ସାଇଡ୍ କରି ମଝିରେ ଷ୍ଟେଜ କରିକି ନାଚ କରିଛନ୍ତି। ସେଇ ଜାଗାରେ ମୋର ଗୋଟେ କେମିତି ଡେରିଂ ହେଲା ଯେ ଗୁରୁ ଥିଲେ ସେଠି। ନାଇଁ ଯେମିତି ହେଲେ ଗୋଟେ 2-3ଟା ଗୀତ ଗାଇବାର ଅଛି ମୁଁ ଶୁଣିବି ବୋଲି ମୋତେ ଗୁରୁ ନିଜେ କହିଲେ। ମନା କରି କରି ଥକି ଗଲି, ବୋଲେ ପାରିଲି ନାହିଁ। ସେଦିନ ଗାଇଲି ସେଦିନ ନାଟରେ। ସେଦିନ ଆପଣଙ୍କର କେଉଁ ଗୀତ ହେଇଥିବ? ସେଠି ଗରାହାଣ୍ଡି ନାଟର ଗୀତ ତ ଗାଇଲି। ଗରାହାଣ୍ଡି ତ ବହୁତ ହାଇଲାଇଟ୍ ଥିଲା। ତାହିଁରୁ ଗୋଟେ ଗୀତ ଯୋଉଟା ବି ସେ ନାଟର ଗୀତ ଟିକେ ଗାଇ ଦେଉଛି ଟିକେ। ସେ ଟାଇମ୍ରେ ଗୀତ ମୁଁ 3-4ଟା ଖଣ୍ଡେ ଗାଇଥିବି। ଗୁରୁ ଶୁଣିଲା ପରେ ଗୋଟେ ଦିନ ମୋତେ ନାଇଁ ତମେ ଆଜିକାଲି ତ ଆଖଡ଼ା ଚାଲିଛି, ଗାଇବା ଲୋକ ଟିକେ ଅଭାବ, ଆଜି ଗୋଟେ ଦିନ ଗାଇଦିଅ ଫୁଲ୍ ନାଇଟ୍ ବୋଲିକି ମୋତେ କହିଲେ। ସେ ଦିନଠୁ ନାଇଁକି ଚାଲିଛି। ତାହିଁରୁ ଗୋଟେ ଗୀତ ଗାଇ ଦିଅନ୍ତୁ ଗରାହାଣ୍ଡିର। ସେଦିନ ହେଇଗଲାଣି ନା ସେଟା ବି ମୋତେ ବହୁତ ବର୍ଷ ହେଇଗଲାଣି। 2018ରୁ 17 କି କେଉଁ ମସିହାର ନାଟ ସେଇଟା? କେଉଁ ମସିହାର ନାଟ ସେଇଟା? 2008 ବୋଧେ, 2008ର ହେଇଥିବ। ତଥାପି ଟିକେ ମନେ କରି ଟିକେ ଗାଇ ଦେଉଛି ମୋତେ, ଯେଉଁଟା ମୋର ସେ ନାଟର ଗୋଟେ ଫେଭରାଇଟ୍ ସଙ୍ଗ ଗୋଟେ ଥିଲା ମୋର। ଧୀରେ ଧୀରେ ତୋ ମନ, ଧୀରେ ଧୀରେ ମୋ ମନ, କିଛି କିଛି କଥା କହେ ରେ ହୋ, କିଛି କିଛି କଥା କହେ ରେ। ତୋ ପାଖେ ମୋ ଜୀବନ, ମୋ ପାଖେ ତ ଜୀବନ, ପ୍ରେମ ଅଛି ଆମ ମଝିରେ ହୋ, ପ୍ରେମ ଅଛି ଆମ ମଝିରେ। ଧରି ନେଲି ତତେ, ଧରିନେ ତୁ ମତେ, ଆଜି ଏହି ମଧୁରାତିରେ, ଆଜି ଏହି ମଧୁରାତିରେ। ଧୀରେ ଧୀରେ ତୋ ମନ, ଧୀରେ ଧୀରେ ମୋ ମନ, କିଛି କିଛି କଥା କହେ ରେ ହୋ, କିଛି କିଛି କଥା କହେ ରେ। ବହୁତ ସୁନ୍ଦର। ଆପଣଙ୍କର ଗୀତ ଶୁଣିଲେ ଆମକୁ ଶୁଣିବାକୁ ଇଚ୍ଛା ଲାଗୁଛି। ଥ୍ୟାଙ୍କ ୟୁ। ବହୁତ ସୁନ୍ଦର ଗାଉଛନ୍ତି। ଆଉ କର୍ଣ୍ଣଗୁରୁଙ୍କ ବିଷୟରେ କିଛିଟା। କର୍ଣ୍ଣଗୁରୁ ସେ ହେଉଛି ଆଜିକା ଡେଟ୍ର ଲେଜେଣ୍ଡାରୀ ସେ ଗୁରୁ।
ସେ ସବୁଠୁ ବଡ଼ ଗୁରୁ ତାକୁ ସମସ୍ତେ ବି ସବୁ ଗୁରୁମାନେ ବି ମାନନ୍ତି ତାପରେ ସେ ଜଣେ ବହୁତ ଭଲ ମଣିଷ ସମସ୍ତଙ୍କୁ ଖାଲି ନାଟ ବୋଲି ନାହିଁ ଯେକୌଣସି ତାଙ୍କର ମାନେ ଯାହା ଜାଣିଥିବେ ସେ ବିଷୟରେ ସମସ୍ତଙ୍କୁ ନେଇକି ଶିକ୍ଷା ଦେବେ ମାନେ ଯେକୌଣସି ଲାଇନ୍ର ବି ଗୁରୁ ମାନେ ତାକୁ କୁହାଯାଏ ଖାଲି ନାଟ ନାହିଁ ଯେକୌଣସି ବିଷୟରେ ମଧ୍ୟ ମୁଁ ଗୁରୁ ସହିତ ବହୁତ ଥର ମିଶିଛି ମୋତେ ଏରୁ ଜେଡ଼୍ ମାନେ ଯୋଉଠି ମୋର କନଫ୍ୟୁଜ୍ ଥିବ ଗୁରୁକୁ ପଚାରିଲେ ସବୁ ହିଁ କହିବେ ହଁ ଆଉ ମୁଁ ମୋର ମୋ ପର୍ସନାଲି କହୁଛି ନାହିଁ କି ଗୁରୁ ଜଣେ ବହୁତ ଭଲ ମଣିଷ ମୁଁ ତାକୁ ବୋଲେ ଭଗବାନ ସମାନ ଦେଖେ କର୍ଣ୍ଣ ଗୁରୁକୁ କ'ଣ କହିବାକୁ ଚାହୁଁଛନ୍ତି ଟିକେ କହିଦିଅନ୍ତୁ ଗୁରୁଙ୍କୁ ମୋର ନମସ୍କାର କର୍ଣ୍ଣ ଗୁରୁ ଆଜି ଡେଟ୍ର ଜଣେ ମାନେ ମାନେ ବହୁତ ପୁରୁଣା ଗୁରୁ ବଡ଼ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବୟୋଜ୍ୟେଷ୍ଠ ଗୁରୁ ତାଙ୍କର ବହୁତ ନାଁ ଅଛି ଆଗକୁ ମଧ୍ୟ ରହିବ ବୋଲି ଆଶା କରୁଛି ଏବଂ ଗୁରୁ ପ୍ରତିବର୍ଷ ଭଲ ଭଲ ନାଟ ନାଇକି ଆମର ଦର୍ଶକମାନଙ୍କୁ ଭେଟ ଦେଉଛନ୍ତି ପ୍ରତିବର୍ଷ 2-3ଟା ହିଟ୍ ନାଟ ମଧ୍ୟ ଦେଉଛନ୍ତି ଏବଂ ଆଶା କରୁଛି ଗୁରୁଙ୍କୁ ଏମିତି ଭଲ ପାଇବା ଦିଅନ୍ତୁ ଏବଂ ମୋର ନାଟ ଦେଖୁଥିବା ଦର୍ଶକମାନେ ଗୁରୁଙ୍କୁ ଭଲ ପାଇବା ଦିଅନ୍ତୁ ଏବଂ ଗୁରୁଙ୍କୁ ତାଙ୍କ ଯାନିଯାତ୍ରା ମେଳା ମହୋତ୍ସବରେ ଗୁରୁଙ୍କର ନାଟ ନେଇକରି ଦେଖିନେବେ ବୋଲି ମୋର ଆଶା କର୍ଣ୍ଣ ଗୁରୁଙ୍କର ନାଟ ଏ ବର୍ଷ କେତେଟା ଥିବ ଏ ବର୍ଷ 14ଟା ଚାଲିଛି 14ଟା 2026 ପାଇଁ ରେଡ଼ି ହେଉଛି କି ରେଡ଼ି ହେଉଛି ହଁ ହଁ ଗତ ବର୍ଷର ଲକ୍ଷ୍ମୀପୁର ନାଟ ଆମେ ଦେଖିବାକୁ ପାଇଥିଲୁ ତାହିଁର ଗୋଟେ ଗୀତ ଥିଲା ବହୁତ ଭାଇରାଲ ଗ୍ରୁପ୍ ଡ୍ୟାନ୍ସଟା ତାହିଁରୁ ଗୋଟେ ମୋ ହୃଦୟକୁ ଛୁଇଁଲା 22 ଲକ୍ଷ ଯାଇଛି ସେଟା ମୋ ଚ୍ୟାନେଲରେ ହିଁ ଯାଇଛି ସେ ଟାଇମ୍ରେ ଆଇରିଙ୍ଗ କିଛି ନଥିଲା ତଥାପି ବହୁତ ହାଇଲାଇଟ୍ରେ ଯାଇଥିଲା ସେ ଗୀତ ପଛରେ ବି ବହୁତ ଗୁଡ଼େ କାରଣ ଅଛି କିରଣ ଭାଇ କ'ଣ ହେଲେ ମୁଁ ଆଜି ପର୍ଯ୍ୟନ୍ତ ଯେତିକି ନାଟ ମାନେ ମୁଁ ଯାହା 4-5ଟା ଖଣ୍ଡେ ନାଟ ବୋଲଥିବି ସେତିକି ଭିତରୁ ମୁଁ କେଉଁଠି ବି ରିହର୍ସାଲ୍ କରି ଗାଇନି କେବେ ବି ମାନେ ଆଖଡ଼ାରେ ଯାଇକରି ଗାଇନି ଏମିତି ଶୁଣି ଗୁରୁଙ୍କୁ ଦେଖିକିରି ଗୁରୁ କେମିତି ଗାଉଛନ୍ତି ତାକୁ ଫଲୋ କରି ମୁଁ ବାହାରେ ଥାଇକରି ଶୁଣିବାର ଗୁରୁ କେଉଁ ଟାଇପ୍ର ଗାଉଛନ୍ତି ତାକୁ ମାନେ ଇ ପାଖରେ କେଉଁ ନୋଟ୍ରେ ଗାଇଲେ ମାନେ କେମିତି କ'ଣ ଟିକେ ଗାଇଲେ ଆଉ ଟିକେ ଦର୍ଶକମାନଙ୍କୁ ଟିକେ ଭଲ ଲାଗିବ ସେ ଟାଇପ୍ର ଟିକେ ମୁଁ ଟିକେ ଇମ୍ପ୍ରୋଭାଇଜ୍ କରି ଗାଇଲେ ଭଲ ଥିବ ବୋଲିକିରି ଟିକେ ନିଜକୁ ଟିକେ ଏକ୍ସପେରିମେଣ୍ଟ କରିକି ଗୀତକୁ ଇଏ କରୁଥାଉଛୁ ଲକ୍ଷ୍ମୀପୁର ନାଟ ସେ ଗୀତ ବହୁତ ମ୍ୟାରେଜ୍ ଘରମାନଙ୍କୁ ବି ଗୀତ ଲଗାଇକରି ଡ୍ୟାନ୍ସ କରୁଥିଲେ ଏବେ ବି ଆମକୁ କୋଉ ନାଟରେ ଗଲେ ସେ ଲକ୍ଷ୍ମୀପୁର ନାଟର ଗୀତ ଗାଇବାକୁ କହୁଛନ୍ତି ଏବେ ବି ଗୋଟେ ପଦ ଗାଇଦିଅ ମନେ ଥିବ କି ନାହିଁ କି ତଥାପି ଟିକେ ଟ୍ରାଏ କରୁଛି ଲିରିକ୍ସ ଟିକେ ଅନ୍ତରାରୁ ଟିକେ ମୁଁ ଷ୍ଟାର୍ଟ କରିଦେବି ଦେହରେ ଜୀବନ ଥିବ ଯେତେ ଦିନ ଚାଲିବି ତ ହାତ ଧରି ଯେତେ ଝଡ଼ ଆସୁ ପଛେ ଚାଲୁଥିବି ହାତ ଧରି ଯେତେ ଝଡ଼ ଆସୁ ପଛେ ଚାଲୁଥିବି ହାତ ଧରି ତୁମ ପାଖେ ରହି ସବୁ ସୁଖ ମିଳେ ଆଉ କିଛି ଲୋଡ଼ା ନାହିଁ ବଞ୍ଚିବି ଜୀବନ ସାରା ତ ମୁହଁକୁ ଚାହିଁ ଚାହିଁ ବଞ୍ଚିବି ଜୀବନ ସାରା ତ ମୁହଁକୁ ଚାହିଁ ଚାହିଁ ହୃଦୟ ଭିତରେ ସାଇତି ରଖିଛି ମଥା ଛୁଇଁ କଥା ଦଉଅଛି ଜାଣିବୁ କେତେ ମୁଁ ଭଲ ପାଉଛି ଜାଣିବୁ କେତେ ମୁଁ ଭଲ ପାଉଛି ଥରେ ମୋ ହୃଦୟକୁ ଛୁଇଁ ଦେଖ ଜାଣିବୁ କେତେ ମୁଁ ଭଲ ପାଉଛି ଜାଣିବୁ କେତେ ମୁଁ ଭଲ ପାଉଛି ବହୁତ ଧନ୍ୟବାଦ ଭାଇନା ବହୁତ ସୁନ୍ଦର ସୁନ୍ଦର ଗୀତ ଯାକ ଗାଉଛନ୍ତି ଆଉ ଆମେ ଭିଡ଼ିଓ ବି ଲଙ୍ଗ୍ କରିବା ନାହିଁ ଆଉ ଆପଣ ତ ଭଜନ ଗୀତ ଗାଇଲେ ଓଡ଼ିଆ ଗୀତ ଗାଇଲେ ନାଇଁ ଗୀତ ଦେଖ କିରଣ ଭାଇ ମୁଁ କଣ୍ଟିନ୍ୟୁସ୍ ପ୍ରୋଗ୍ରାମ୍ ଏବେ ମାନେ 6 ନାଇଟ୍ ପୁରା କଣ୍ଟିନ୍ୟୁ କରିକି ଆସିଛି ଆଉ ଶୋଇ ନାହିଁ ସେଟା ପାଇଁ କି ତଣ୍ଟି ବି ମୋର ଟିକେ ଗଳା ଲାଗିଯାଉଛି ପଡ଼ିଯାଇଛି ସିରିଏଲ୍ ରହୁଛି କି
ନାଟ ଏବେ କଣ୍ଟିନ୍ୟୁ ଚାଲିଛି ଆମର 14 ତାରିଖ ପର୍ଯ୍ୟନ୍ତ ନାଇଁ କଣ୍ଟିନ୍ୟୁ ଅଛି କୋଉ ଗାଁର ନାଟ ସେଟା? କ୍ଷମାପଡ଼ାର। କ୍ଷମାବେଡ଼ା ଲକ୍ଷ୍ମୀପୁର ନାଟ ଭୁଲୁଛି ନା ବନ୍ଦ କରିଦେଲେଣି? ସେଇଟା ଆକ୍ଚୁଆଲି କ୍ଷମାପଡ଼ାର ନାଟ ବାହାରିଲା ପରେ ନାଇଁ କି ସେଇ ନାଟ ଟିକେ ରହିଗଲା ଆଉ ସେ ନାଟ ନହେଲେ ଚାଲିଥାନ୍ତା। ଏବେ ବି ଦର୍ଶକ ଚାହୁଁଛନ୍ତି ସେ ନାଟକୁ। ଆଉ ଏ ବର୍ଷ କୋଉ ନାଟରେ ଯିବେ ଆପଣ? ସେମିତି ତ ଡିସାଇଡ୍ କରିନାହାନ୍ତି। ହେଲେ ବି ମଧ୍ୟ ଆପଣଙ୍କର ଏ ନାଟରେ ଯିବେ ବୋଲେ ଆପଣଙ୍କର ଇଏ ଥିବ ନା? ନାଇଁ ସେମିତି ନାଇଁ ଗୁରୁ ମାନେ ଯୋଉଠି ଯଦି ଚାହିଁଲେ ଟିକେ କି କୋଉଠି ଯଦି ଅସୁବିଧା ହଉଛି ଯଦି ସେମିତି ହେଲେ ଯିବାଟା, ନହେଲେ ତ ଷ୍ଟାଫ୍ ବି ବହୁତ ଲୋକ ଅଛନ୍ତି ଗାଇବା ଲୋକ ସବୁ ନାଟରେ ଯିବ ନା ଯୋଉ ନାଟରେ? ନାଇଁ ସେମିତି କିଛି ନାହିଁ, ସେମିତି ଫିକ୍ସିବଲ୍ ନାହିଁ। କୋଉଠି ଯଦି ଆଜି ଗୁରୁ ନାହିଁ ତାପରେ ମୁଁ ଭଲ ହଉ ବା ଖରାପ ହଉ ମୋତେ ସେଇଟା ଦେଖେ ନାହିଁ, କେମିତି ଗୋଟେ ନାଟ ଚଳିଯାଉ। ଆଜି କୋଉ ଗୋଟେ ନାଟରେ ଗୁରୁ ନାହିଁ ସେଠି ଆଜି ଯାଇକିରି ଗାଁ ବୋଲେ ମୁଁ ସେ କେମିତି କରି ଯାଇକି ଗାଇଦେବି। ଭଲ ହଉ ଖରାପ ହଉ ନାଟ ଗୋଟେ ଚଳିଯିବ କି ନାହିଁ? ନାଇଁ ଆଉ ଆମେ ପ୍ରତ୍ୟେକ ବର୍ଷ ଦେଖୁଛୁ ଆପଣ ଯେଉଁ ଗୀତ ବି ଗାଇଲେ ଆଉ ଆମର ୟୁଟ୍ୟୁବ୍ ମାଧ୍ୟମରେ ଯେକୌଣସି ଆମର ୟୁଟ୍ୟୁବର ଭାଇମାନେ ଛାଡ଼ିଲେ ଲକ୍ଷ ଲକ୍ଷ ଭ୍ୟୁ ଯାଉଛି ଆପଣଙ୍କର। ସେଇଟା ଆପଣମାନଙ୍କର ସବୁ ନିଜେ ରଚନା କରୁଛନ୍ତି ନା ଆପଣ? ନାଇଁ ସେଇଟା ଆମର ଗୁରୁ ଅଛନ୍ତି, କର୍ଣ୍ଣ ଗୁରୁ ଲେଖୁଛନ୍ତି, ତା ସାଙ୍ଗରେ ବଳି ଗୁରୁ ଲେଖୁଛନ୍ତି। ଆମେ କିଛି ନାହିଁ, ଆମେ ଖାଲି ଜଷ୍ଟ ଗାୟକ ଗାଇବାଟା। ତାପରେ ଧନ୍ୟବାଦ ଦେବି ବଳି ଗୁରୁ, ବହୁତ ସୁନ୍ଦର ସୁନ୍ଦର ଲେଖା ଆଣୁଛନ୍ତି ଆମ ପାଇଁ। ମୁଁ ବୋଲି ନାହିଁ ସବୁ ଗାୟକ ମଧ୍ୟ ଗାଉଛନ୍ତି, ନାଟକ ବି ଚାଲିଛି। ଆଉ ଆପଣମାନେ ଆମମାନଙ୍କୁ ନେଇକି ମାନେ ଦର୍ଶକ ସାମ୍ନାରେ ପହଞ୍ଚାଇବାଟା ହେଉଛି ଆପଣମାନେ ହେଉଛନ୍ତି ଗୋଟେ ମାଧ୍ୟମ। କିଛି ନାହିଁ ଆପଣମାନଙ୍କର ଚ୍ୟାନେଲରେ ମାନେ ଯେତେ ଦୂର ପର୍ଯ୍ୟନ୍ତ ପ୍ରଚାର ପ୍ରସାର ହେଉଛି ଦର୍ଶକ ସବୁ ଦେଖୁଛନ୍ତି, ତ ଆପଣମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହବ। ସେମିତି କିଛି ନାହିଁ। ଆଉ ଗୁରୁମାନଙ୍କର ଆପଣମାନଙ୍କର ବି ଆଶୀର୍ବାଦ ସବୁବେଳେ ଥାଉ। ଆପଣଙ୍କର ଆଶୀର୍ବାଦ ଯୋଗୁଁ ଆମ ଚ୍ୟାନେଲ୍ ବି ଆଗକୁ ଯାଉଛି। ଆପଣମାନେ ସମୟ କାଢ଼ି ଆମକୁ ଟାଇମ୍ ଦେବାଟା ବି ବହୁତ, ନହେଲେ ଦିନକୁ ନାଟରେ ଯାଇବି ନିଦ୍ରା ହେଇକରି ଆସିଛନ୍ତି ନା? ନାଇଁ ମୁଁ କ'ଣ କି ମୁଁ ଶୁଣିଛି କିରଣ ବାବୁ ହାଇଦ୍ରାବାଦରେ ରହୁଛନ୍ତି ବୋଲି, ଆଉ ଦଶହରା ପାଇଁ 2-3 ଦିନ ପାଇଁ ବୋଧେ ଆସିଛନ୍ତି। ଆଉ ଇନ୍ଦ୍ରାବତୀରୁ ଏତେ ଦୂର ଆସିଛନ୍ତି ବୋଇଲେ ଟିକେ ଟାଇମ୍ ଦେବା ବୋଲିକିରି ଆସିଲି, ନହେଲେ ମୁଁ ଏତେବେଳେ ଶୋଇଥାନ୍ତି। ଆରେ ଆଜି ଆମର ସେ କଟପାড়ି ଭିତରେ ଦୁରା ଗାଁ ଅଛି ପ୍ରୋଗ୍ରାମଟା, ଜଣେ ଆମର ଆଉ ଜଣେ ଗାୟକ ଅଛନ୍ତି ତାକୁ ତ କହିଛି କି ଆଣି ଯିବ କି ନାଇଁ, ନହେଲେ ମୋତେ ହିଁ ଯିବାକୁ ପଡ଼ିବ। ପ୍ରଶ୍ନ ଯାକ ଭଲ ଲାଗଲା ନା? ବହୁତ ବଢ଼ିଆ ବହୁତ ବଢ଼ିଆ ଲାଗିଲା। ଆଉ ଏମିତି ପ୍ରୟାସ ଜାରି ରହୁ। ଆମ ଉପରେ ନାଇଁକି ଏମିତି ଯେଉଁ ଲୋକାୟତ କଳାକାର ମାନେ ଅଛନ୍ତି ବହୁତ ଲୋକ ଜାଣିନାହାନ୍ତି ନା, ସେମାନଙ୍କୁ ଲୋକଲୋଚନକୁ ଆଣନ୍ତୁ, ତାଙ୍କର କଳା ମଧ୍ୟ ଲୋକ ଜାଣନ୍ତୁ, ସେଇ ତାଙ୍କର କଳାର ମଧ୍ୟ ପ୍ରଚାର ପ୍ରସାର କରାନ୍ତୁ। ଆଉ ଆମ ଦର୍ଶକମାନଙ୍କ ପାଇଁ କିଛିଟା କହିଦିଅନ୍ତୁ। ଦର୍ଶକମାନଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ଆମ କୋରାପୁଟିଆ ଦେଶିଆ ନାଟକୁ ଭଲ ପାଇବା ଦିଅନ୍ତୁ ଏବଂ ନାଟକୁ ଦେଖନ୍ତୁ। ଆଉ କିରଣ କୁମାର କରକରା ୟୁଟ୍ୟୁବ୍ ଚ୍ୟାନେଲ୍କୁ ବହୁତ ସାରା ତାଙ୍କର ନାଟ ଭିଡ଼ିଓ ବଢ଼ିଆ ବଢ଼ିଆ ଭିଡ଼ିଓ ମାନେ ନେଇକରି ଆସୁଛନ୍ତି ଆପଣମାନଙ୍କୁ ପାଖକୁ। ତ ତାଙ୍କର ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହନ୍ତୁ ଏବଂ ତାଙ୍କର ଚ୍ୟାନେଲ୍କୁ ଲାଇକ୍, ସବସ୍କ୍ରାଇବ୍ ଏବଂ କମେଣ୍ଟ କରନ୍ତୁ। ଏବଂ ଏମିତି ଆମର କୋରାପୁଟିଆ ତା ସହିତ ଅନ୍ୟାନ୍ୟ ଭିଡ଼ିଓ ମଧ୍ୟ ଆପଣମାନଙ୍କ ସମ୍ମୁଖରେ ନେଇ ଆସିବେ। ତ କିରଣ କୁମାର ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯୋଡ଼ି ହେଇକି ରୁହନ୍ତୁ ଏବଂ ଲାଇକ୍, ସବସ୍କ୍ରାଇବ୍ ଏବଂ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ଆଉ ଆପଣଙ୍କର 4ଟା ଗୀତ ଶୁଣିଲୁ, ଗୋଟେ କୋରାପୁଟିଆ ଦେଶିଆ ନାଟର ଗୋଟେ ଦେଶିଆ ଗୀତ, ଗୋଟେ ଆମର ଦର୍ଶକ ମାନ ଭାଇ କଳା ବିଷୟରେ ଆଉ ଗୋଟେ ପଦ ଗୀତ ଗାଇଦେବି। ସେଇଟା ବୋଲେ କଳାକାର ଲାଇନ୍କୁ ନେଇକରି ଯେତେବେଳେ କହିଛନ୍ତି ମାନେ ଟିକେ ଗାଇଦେବି, କିନ୍ତୁ ଓଡ଼ିଆ ଗୀତ ଗାଇଦେବି ଆମର କଳାକାର ମାନଙ୍କୁ ନେଇକରି। କଳାକାର ଗୋଟେ ଏମିତି ଜିନିଷ, ମାନେ ଏମିତି ଲୋକ ତାକୁ କେହି ଜାଣିପାରିବେନି ତାଙ୍କର ଭିତରେ କ'ଣ ଅଛି କ'ଣ ନାହିଁ। ମାନେ ଯେତେ ଦୁଃଖ ଥାଇବି ମାନେ ଦର୍ଶକ ସାମ୍ନାରେ ଯାଇକରି ସେମାନେ ହସୁଥିବେ, ଅଭିନୟ କରୁଥିବେ ତାଙ୍କର ଦୁଃଖ ଥିଲେ ବି। ତ ସେ ବିଷୟରେ ମୁଁ ଟିକେ ଗୀତ ମାଧ୍ୟମରେ କହିଦେବି ଆମର ଓଡ଼ିଆ ଗୀତ।
ଗୋଟିଏ ମନକୁ ଖୁସି କରିବାକୁ କଳାକାର ସାଜେ ପାଗଳ ନିଜକୁ ହୋ ଗୋଟିଏ ମନକୁ ଖୁସି କରିବାକୁ କଳାକାର ସାଜେ ପାଗଳ ମୋ ନିଜକୁ କେବେ ମିଳେ ତାଳି କେବେ ମିଳେ ଗାଳି ହେଲେ କଳାକାର ଯାଏନି ଟଳି କଳା ଯେ ଜୀବନ ତାର କଳା ପୁଣି ତା ସଂସାର କିଏ କେବେ ଦେଖିଛ କି କଳାକାର କାନ୍ଦିବାର କଳାକାର କାନ୍ଦିବାର ବହୁତ ବଢିଆ ଭାଇନା ବହୁତ ଧନ୍ୟବାଦ ବହୁତ ବହୁତ ସୁନ୍ଦର ଗାଉଛନ୍ତି ଆପଣଙ୍କର ଗାଇବାଟା ଶୁଣୁଥିଲେ ଆମକୁ ଶୁଣବାକୁ ଇଚ୍ଛା ଲାଗୁଛି ଥ୍ୟାଙ୍କ ୟୁ କିରଣ ଭାଇ ଆଉ ଆପଣ ନାଟରେ ବି ଯାଇ ଆମକୁ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଯଦି ଭିଡ଼ିଓ କାମରାଜ ଭାଇନାର ମୋର ଯଦି ଆପଣମାନଙ୍କୁ ଭଲ ଲାଗିଲେ ଲାଇକ୍ କର ସେୟାର କର କମେଣ୍ଟ ଗୋଟେ ବି ମାରନ୍ତୁ ନମସ୍କାର।